नमस्कार, सुप्रभात, जय आरसीएम। नमस्कार। जय आरसीएम। सुप्रभात। हाँ, बहुत बहुत धन्यवाद आपण ମାନଙ୍କୁ ସମସ୍ତଙ୍କୁ। नमस्कार जय टीम। गुड जय मॉर्निंग। आरसीएम, जय आरसीएम, बहुत बहुत धन्यवाद ସମସ୍ତଙ୍କୁ। आ, जे प्रत्येक दिन ସକାଳୁ जो ନୂଆ ଆମେ शुरुआत କରୁଛେ ଗୁରୁକୁଳ ମାଧ୍ୟମରେ ଆଉ ଗୁରୁକୁଳରୁ ଯୋଉ ଶିକ୍ଷା ଆମେ ନେଉଛେ ପ୍ରତ୍ୟେକ ଦିନ ନିଜ ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଯୋଉ ପ୍ରକାର ଆମ ବ୍ରେନକୁ ଆମେ ଇନଫର୍ମେସନ ଦଉଛେ ଯୋଉ ସନ୍ଦେଶ ଦଉଛେ ତ ଆମେ ଗୋଟେ ନୂଆ ଭାରତ ତିଆରି କରିବାରେ ଆମେ ସମସ୍ତେ ଆଗଭର ହେଇପାରୁଛେ। ସେଥିଲାଗି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ 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 ଧନ୍ୟବାଦ କି ଆପଣ ରୋଗମୁକ୍ତ ଭାରତ ତିଆରି କରିବାରେ ନିଜକୁ ବହୁତ ସହଯୋଗ କରୁଛନ୍ତି। ତ ଆଜି ଗୁରୁକୁଳର ବହୁତ ପାୱାରଫୁଲ ସେସନ ଯୋଉଥିରେ କି ଆମେ ଦେଖିଲେ ଯେ ଆମେ ନିଜ ସ୍ୱାସ୍ଥ୍ୟକୁ ଆମେ ନିଜେ ଠିକ ରଖିବା ପାଇଁ ଆମକୁ ହେଲ୍ଦି ରଖିବା ପାଇଁ ଆ, ଯୋଉ ପ୍ରକାରର ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ଯୋଉ ଚାଲିଛି ତ ତା ଉପରେ ଆମେ ବହୁତ ସାରା କଥା ଶିଖିଲେ। ଗାମା ଅରାଇଜିନାଲ ଆମ ହେଲ୍ଥର ଗୋଟେ ବହୁତ ବଡ଼ ଭୂମିକା, ହେଲ୍ଥକୁ ଠିକ ରଖିବା ପାଇଁ ବହୁତ ବଡ଼ ଭୂମିକା। ଗାମା ଅରାଇଜିନାଲ ଦ୍ୱାରା କେତେ କେତେ ବେନିଫିଟ୍ସ ଆମର ହେଇଗଲା ଆପଣ ପୁରା ଡିଟେଲ୍ସ ଆପଣ ଦେଖୁଛନ୍ତି। 200ରୁ ଅଧିକା ଟ୍ରାଏଲ୍ସ ବି ଆମ ପାଖରେ ଅଛି, ଆଫୋର୍ଡେବଲ ପ୍ରାଇସରେ ଆମ ପାଖରେ ଅଛି। ଆମ୍, ବହୁତ ସାରା ଏକ୍ଜାମ୍ପଲ ବି ମ୍ୟାଡାମ ଆଜି ଦେଲେ। ଡେନମାର୍କ ଭଳି ଜାଗା ଯୋଉଠିକି ସୂର୍ଯ୍ୟର କିରଣ କମ୍, ସେଠି ବହୁତ ସାରା ରୋଗ। ତ ଇଏ ଆମେ ବହୁତ ଭାଗ୍ୟଶାଳୀ ବୋଲି ଭାବିବା ଯେ ଆମେ ଭାରତରେ ଜନ୍ମ ହେଇଛେ। ଆଉ ତା ସହିତ ଆରସିଏମ ଭଳି ଗୋଟେ ବହୁତ ବଡ଼ ଅଭିଯାନରେ ଆମେ ମାନେ ସାମିଲ ହେଇଛେ। ବହୁତ ସାରା ଜିନିଷ ଆମ ଆଖି ଆଗରେ ଥାଏ କିନ୍ତୁ ଆମେ ତାର ମହତ୍ଵ ବୁଝିପାରୁନା। ମହତ୍ଵ ବୁଝିବା ପାଇଁ ଆମ ସାଙ୍ଗରେ ଗୁରୁକୁଳ ଅଛି। ଗୁରୁକୁଳ ହିଁ ଆମକୁ ଜାଗରୂକତା ଆମ ଭିତରେ ଆଣୁଛି ଆଉ ଆମେ ତା ଉପରେ କାର୍ଯ୍ୟ କରୁଛେ। ସୂର୍ଯ୍ୟର କିରଣ ଦ୍ୱାରା କଣ କଣ ଲାଭ ହୁଏ ସେ କଥା ବି ଆମେ ଆଜି ଶୁଣିଲେ। ଆ, ତ ପ୍ରତ୍ୟେକ ଦିନ ମାନେ ସୂର୍ଯ୍ୟ ଆଗରେ ସକାଳୁ ସକାଳୁ ଠିଆ ହବା ଆଉ ନିଜ ଶରୀର ଉପରେ ସୂର୍ଯ୍ୟ କିରଣ ପଡ଼ିବା ଆଟଲିଷ୍ଟ ଗୋଟେ ଘଣ୍ଟା ତ ଯଦି ରହିପାରିଲା ତାହେଲେ ଆମେ ବି ସୁସ୍ଥ ରହିପାରିବା। ଭିଟାମିନ୍ ଡି3 ଇଏ ବି ଆସିପାରିବ। ଇଏ ବହୁତ ସାରା ଜିନିଷ ଆମେ ଦେଖିଲେ ଆଜି। ତ ତାକୁ ଆପଣ ଡିଟେଲ୍ସ ବି ଆଉଥରେ ବି ଦେଖିଦେବେ ତାକି ଆପଣ ବି ଏକ୍ସପର୍ଟ ବି ହେଇଯାଇ ପାରିବେ। ଇଏ ହେଉଛି ବହୁତ ବଡ଼ କଥା। ଆଉ ନୋଟ୍ ବି ଆପଣମାନେ କରିଥିବେ। ତ ଆସନ୍ତୁ ଆମେ ଆଜି ଗୁରୁକୁଳରେ ଆମେ କଣ ଶିକ୍ଷା ନେଲେ ତାର ଆଜି ଆମେ ଅଭ୍ୟାସ କରିବା। ପ୍ରଥମେ ଆରତି ଅପା ଅଛନ୍ତି ଭିଡିଓ ମୋଡରେ। ଆଜ୍ଞା, ୱେଲକମ୍। जय आरसीएम। साहब को नमस्कार। मो सारा आरसीएम फैमिली मेंबर को सुप्रभात। गुरुकुल आज जो कहले मु यूट्यूब रे देखिली। मैं आज गुरुकुल ये कला फिलअप हो गला। काली तो टिके ये करके परिश्रम पड़थिला, सेति मोर टिके लेट हो गला। तबे झियो वीडियो कॉल कला, ता बर्थडे टिके देखैला पुअर सेठी। मु ताकू टिके देखिली, एन्जॉय कली पुअर। ଆଜି ଗୁରୁକୁଳ ଯୋଉ କହିଲେ ସୂର୍ଯ୍ୟ କିରଣ, ସକାଳର ସୂର୍ଯ୍ୟ କିରଣ ଯୋଉ ଆମ ଶରୀର ଉପରେ ଯୋଉ ପ୍ରଭାବ ପକାଏ ମୁଁ ଦେଖିଛି। ତମେ ଯଦି ଶୀତ ଦିନେ ସୂର୍ଯ୍ୟ ମାନେ ସକାଳୁ ଯାଇକି ସୂର୍ଯ୍ୟ କିରଣ ଟିକେ ପିଠି କରିକି ପଛକୁ ବସିଯିବ, ସୂର୍ଯ୍ୟ ମାନେ ଡାଇରେକ୍ଟ ପଡୁଥିବ ପିଠିର ମଝି ଆଡରେ, ତମେ ଦେଖିବ ଅଧଘଣ୍ଟା ବସିଲା ପରେ ତମକୁ ଏତେ ଆରାମ ଲାଗିବ ଯେ କହିବେନି। ମୋର ଗୋଟେ ସାଙ୍ଗ ଥିଲା ଗୋଟେ ଆପାର୍ଟମେଣ୍ଟ, କାବେରୀ ମ୍ୟାଡାମ ବୋଲି, ବେଙ୍ଗଲୀ। ତାକୁ ଡକ୍ଟର ତାକୁ 45 ବର୍ଷରେ ମାନେ ଏମିତି ରିମାଟିଜିମ ହେଲା ଯାହା ଫଳରେ ତା ଆଣ୍ଠୁ ଅପରେସନ ହେଲା। ଏବେ ବି ସେ ପୁନେରେ ଅଛି, ତଥାପି ତାର ହ୍ୱିଲ ଚେୟାରରେ ଯିବା ଆସିବା କରୁଛି। ମୋଠୁ ବହୁତ ସାନ। ସେ ଯୋଉ ଆପାର୍ଟମେଣ୍ଟ ଥିଲା ସେଠି ସୂର୍ଯ୍ୟ କିରଣ ଜମା ପଡେନି। ଏଇ ଭୁବନେଶ୍ୱରରେ ଥିଲା। ଡକ୍ଟର ତାକୁ କହିଲେ ମ୍ୟାଡାମ ଆପଣଙ୍କ ଉପରେ ଘରକୁ ଜମା ସୂର୍ଯ୍ୟ କିରଣ ପଡୁନି କି? ସେ କହିଲେ ନାହିଁ, ଆମ ଘରକୁ ଜମା ସୂର୍ଯ୍ୟ କିରଣ ପଡୁନି। ଆଉ ଯଦି ନ ପଡୁଛି ଆପଣ ଛାତକୁ ଯାଇ ବସନ୍ତୁ। ମାନେ ଏତେ ଅଳସୁଆମୀ ସିଏ। କାମ କରିବାକୁ ଲୋକ ଆସୁଛନ୍ତି, ସବୁ କରୁଛନ୍ତି, ତଥାପି ତାକୁ ଟାଇମ ହବନି, କହିବ ମୁଁ ଉପରେ ବସିପାରିବି। ଦେଖ, ଆମେ ନିଜକୁ ନେଗ୍ଲେକ୍ଟ କରିବା ଦ୍ୱାରା ଆମେ କେତେ ବଡ ମାନେ
ଆମେ ନିଜର କ୍ଷତି କରୁଛୁ। ଆମେ ଆମେ ଯୋଉମାନେ ଲେବର ସେମାନେ ସୂର୍ଯ୍ୟ କିରଣରେ ଯୋଉ ପରିଶ୍ରମ କରୁଛନ୍ତି ତାଙ୍କ ସେ କହୁଛନ୍ତି ଆମେ ଘରକୁ ଫେରିଲା ବେଳକୁ ଆରାମରେ ଗରମ ଗରମ ଭାତ ଡାଲମା ଖାଇଦେଇ ଏମିତି ନିଦରେ ଆମେ ଶୋଉଛୁ। ଆଉ ଆମକୁ ଯୋଉ ପ୍ରକାର ନିଦ ହଉଛି ଆପଣ ମାନଙ୍କୁ ହଉନଥିବ। ଦିନେ ଜଣକୁ କୋଶ୍ଚିନ୍ କଲି ଏଇ ଖରାରେ କେତେ ପରିଶ୍ରମ କରିଯାଉଛ ଖାଇବା ଧରିକି ଆସୁଛ? ନା ହଁ ଆମେ ଖାଇବା ଆମର ଯେତେବେଳେ ଘର କାମ ହଉଛି ଖାଇବା ନେଇକି ଆସୁଛୁ ଏଠି ଖାଇ ଦଉଛୁ ତଳେ ବସି ଆପଣଙ୍କର। କିନ୍ତୁ ଘରେ ଯାଇ ପହଞ୍ଚିଲା ପରେ ଆମେ ଗରମ ଗରମ ଭାତ ଡାଲମା ଚୁଲିରେ କରିଦେଇକିରି ଏକାଠି ଆମେ ଜଏଣ୍ଟ ସବୁ ରହୁଛୁ, କିଏ ବ୍ରହ୍ମପୁର କିଏ କୋଉଠୁ ଆଇଛନ୍ତି, କିନ୍ତୁ ଖାଇସାରିକି ଆମେ ଯୋଉ ଶୋଇଯାଉଛୁ ସେ ନିଦ୍ୟାଠୁ ନିଦ୍ୟା କାହାନ୍ତି। ଲୋକ ପଇସା ଦେଲେ ବି ଏମିତି ସୁଖ ନିଦ୍ୟା କିଣିବନି। ତେଣୁ ନିଦ୍ୟା କେମିତି ହବ? ଆମେ ସକାଳେ ସୂର୍ଯ୍ୟ କିରଣରେ ମାନେ ୱାକ୍ କରିବା କିଛି ସମୟ, ଯଦି ନ କରିପାରୁଛେ ଆମେ ଛାତ ଉପରେ ଯାଇ ଟିକେ ବୁଲିବା ଖରାରେ। ଆଉ ପ୍ରଥମ ସୂର୍ଯ୍ୟଙ୍କୁ ପ୍ରଣାମ କରିକି ଆମେ ବୁଲିଲେ ବହୁତ ଭଲ ବୋଲି ଜାଣି। ତାପରେ ଗାମା ହେଇଛି ଖାଲି ସପ୍ଲିମେଣ୍ଟ ଖାଇଲେ ହବନି, ସପ୍ଲିମେଣ୍ଟ ସାଙ୍ଗରେ ନିଜର ଏକ୍ସରସାଇଜ ଦରକାର, ନିଜର ଘରର ୱାର୍କ କରିବା ଦରକାର। ଆଉ ପରିଶ୍ରମ ନ କଲେ ସମସ୍ତଙ୍କ ସାଙ୍ଗରେ ହସ ଖୁସି ମିଳିବା ଦରକାର। ଆଉ ଏତିକି କହି ମୁଁ ସତ୍ୟଙ୍କୁ କହୁଛି କହିବା। बहुत बढ़िया, बहुत बढ़िया। कार्तिक बाबू, कार्तिक बाबू अनम्यूट करନ୍ତୁ। ସାର୍ ନମସ୍କାର, ଜୟ ଭୀମ। ସାର୍ ଆଜି ତ ଗାମା ଅରିଜିନାଲ ଉପରେ ଥିଲା, ତ ଆମେ ଖାଲି ଯେମିତି ଆରତି ଅପା କହିଲେ ମୁଁ ବି ସେମିତି କହୁଛି ଯେ ଖାଲି ସେ ହେଲ୍ଥ ମାନେ ସପ୍ଲିମେଣ୍ଟ ନେଲେ କାମ ଦବନି, ସୂର୍ଯ୍ୟ କିରଣ ବି ଆମ ପାଇଁ ନିହାତି ଦରକାର। ଛାତ ଉପରକୁ ଯାଇକି ଘଣ୍ଟାଟେ ଅଧଘଣ୍ଟା ଘଣ୍ଟାଏ ସୂର୍ଯ୍ୟ କିରଣ ନେବା ଦରକାର, ଯାହା ଦ୍ୱାରା କି ଭିଟାମିନ ଡି ଆମକୁ ଶରୀରକୁ ମିଳିଯିବ। ଆଉ ତା ସହିତ ସେହତ କେ ସିତାର ଉପରେ ବି ଆଜି ଭଲ ଟପିକ ସବୁ ମାନେ କଥା ସବୁ କହିଲେ। ଆଜ୍ଞା, ବହୁତ ବଢିଆ। ଆ, ଓକେ, ସାହୁ ଭାଇ ଅନମ୍यूट କରନ୍ତୁ। ଆଜି ତ ବହୁତ ଭଲ ସୂର୍ଯ୍ୟ କିରଣ ଉପରେ ତ କହିଲେ କହିଲେ ଯେ ସେୟାତ କି ସେତାରେକୁ ଯୋଉ ସିଡ୍ସ ର ଫର୍ମୁଲାକୁ ଆପଣେଇବା ଦରକାର, ଯୋଉଟା ଏକ୍ସରସାଇଜ ଟା ନିହାତି ଦରକାର। ଆଉ ତା ସହିତ ସୂର୍ଯ୍ୟ କିରଣ ଆମ ପାଇଁ ନିହାତି ଦରକାର। ଆଜି ଅବଶ୍ୟ କେହି ବାହାରି ପାରୁନଥିବେ କାରଣ କୁହୁଡି ପ୍ରବଳ ହେଇଛି। ଭୁବନେଶ୍ୱରରେ କୁହୁଡି କି ନାହିଁ ମୁଁ ଜାଣିନି, କିନ୍ତୁ ପ୍ରବଳ କୁହୁଡି କଟକରେ। ଲୋକମାନେ ତଥାପି ମଫଲର ଭିଡିକି ଲୋକ ଚାଲୁଛନ୍ତି, କିନ୍ତୁ କିରଣ ପାଇପାରୁନାହାନ୍ତି। କାହିଁକି ନା କୁହୁଡି ଯୋଗୁ। କିନ୍ତୁ ଦିନକୁ ପ୍ରାୟ 1 ଘଣ୍ଟା ସୂର୍ଯ୍ୟ କିରଣ ଉଦୟର 2 ଘଣ୍ଟା ଭିତରେ ମିନିମମ୍ ନବା ଦରକାର। 1 ଘଣ୍ଟା ସୂର୍ଯ୍ୟ କିରଣ କିମ୍ବା ଅଧଘଣ୍ଟା ହେଲେ ବି ହବ, କିନ୍ତୁ ତାହା ଦ୍ୱାରା ଆମେ ବହୁତ ଭିଟାମିନ ଡି ପାଇପାରିବା ଆଉ ରୋଗ ପ୍ରତିରୋଧ ଶକ୍ତି ଶରୀରରେ ବୃଦ୍ଧି ହେଇପାରିବ। ଏଇଟା ଆପଣେଇବା ଉଚିତ। ତେଣୁ ସମସ୍ତେ ଏଇଟା ଆପଣେଇବା ଉଚିତ ଏବଂ ସମସ୍ତଙ୍କୁ ମଧ୍ୟ ଆମର ଏଇ ଭିଡିଓଟା ପଠେଇବା ନିହାତି ଦରକାର। କାହିଁକି ନା ଏଇ ଯେ ସୂର୍ଯ୍ୟ କିରଣର ଶକ୍ତି ଆମ ଶରୀର ପାଇଁ ଭଲ, ଲୋକମାନଙ୍କ ପାଖକୁ ବି ଏଇଟା ଯିବା, ଇନଫର୍ମେସନ ଯିବା ଦରକାର। ତେଣୁ ସମସ୍ତଙ୍କୁ ଏଇଟା ଭିଡିଓ ପଠେଇବା ଦରକାର। ଆଉ ଭିଡିଓ ଦେଖୁଛନ୍ତି ନା ନାହିଁ ପଚାରିବା ବି ଦରକାର, କାରଣ ଆଜିକାଲି ଭିଡିଓ ଦେଖିବାରେ ବହୁତ ଲୋକ ସହଯୋଗ କରୁନାହାନ୍ତି। ଅବଠୁ ଶତପଥୀ ବାବୁ। ଆଜ୍ଞା, ବହୁତ ବଢିଆ। ଓକେ, ଆମ ସାଙ୍ଗରେ ପ୍ରବୀଣା ମ୍ୟାଡାମ। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ମୁଁ ଅଧଘଣ୍ଟେ ହେଇଲା ମୋ ଗାର୍ଡେନରେ ଅଛି। ସାର୍ ଟମାଟୋ ବାଇଗଣ ଇଏ ସବୁ ତୋଳି ଧରିକି ହେଲେ ଆସୁଥିଲି। ସାର୍ ଆଜି ସୂର୍ଯ୍ୟ କିରଣ ଉପରେ ଏତେ କହିଲେ ମ୍ୟାମ, ସେଇଟା ବହୁତ ଆମେ ଜାଣିଥିଲୁ କିନ୍ତୁ ଏତେ ପରିମାଣରେ ଜାଣିନଥିଲୁ। ହଁ ନଗଲେ ହବନି, ହବ ଚଳିବ, କିନ୍ତୁ ଆଜି ତ ପୁରା ଆଜି ନିହାତି ଜରୁରୀ। ଆମେ ନିଜେ କରିବୁ, ତାପରେ ଆମର ସାଙ୍ଗସାଥି ମାନଙ୍କୁ ମୁଁ ଆଜି ସବୁ ଭିଡିଓ ସମସ୍ତଙ୍କ ପାଖକୁ ପଠେଇବି। ମଝିରେ ମଝିରେ ସମସ୍ତଙ୍କୁ ଯୋଉଟା ଭଲ ଭଲ ଜିନିଷ ଆସେ ମୁଁ ସବୁ ପଠେଇବି। ଏ ସବୁ ଦେଖ, ଜାଣ ଏଥର ସୂର୍ଯ୍ୟ କିରଣ ଉପରେ କଣ କଣ ସବୁ ଅଛି। ଥ୍ୟାଙ୍କ ୟୁ ସାର୍। ଆଜ୍ଞା, ଥ୍ୟାଙ୍କ ୟୁ। जितेंद्र प्रसाद जी। ଆଜ୍ଞା, ଅନମ୍यूट କରନ୍ତୁ। ପ୍ରସାଦ जी ଅନମ୍यूट କରନ୍ତୁ। ओके,
ନର୍ମଦା ମ୍ୟାଡ଼ାମ। ସାର୍ ନମସ୍କାର, ଚାନ୍ସାଙ୍କୁ ବି ନମସ୍କାର। ଆଉ ସୂର୍ଯ୍ୟ କିରଣ ତ ସାର୍ ସବୁଠୁ ବଡ ମେଡିସିନ ହଉଛି ସୂର୍ଯ୍ୟ କିରଣ। ଆଉ ସୂର୍ଯ୍ୟ କିରଣ ଦ୍ୱାରା ଆମର ଭିଟାମିନ ଡି ମିଳେ। ତା ଛଡା ଆହୁରି କେତେ ଗୁଡାକ ରୋଗ ପ୍ରତିରୋଧକ ଶକ୍ତି ଦେହରେ ଉତ୍ପନ୍ନ ହୁଏ। ସେଥିପାଇଁ ସକାଳୁ ସୂର୍ଯ୍ୟ କିରଣରେ ନିହାତି ଭାବରେ 1 ଘଣ୍ଟା ଚାଲିବା ଆବଶ୍ୟକ। ଯଦି ବା ଆମକୁ ସମୟ ସୁବିଧା ନ ହଉଛି ତାହେଲେ ଛାତ ଉପରେ ବି ଯାଇ କିଛିଟା ଖରା ପାଇବା ଦରକାର। ଆଉ ଯେତେ ମେଡିସିନ ଖାଇଲେ ବି ଏଇଟା ହଉଛି ଆମର ନେଚୁରାଲ ମେଡିସିନ। ଆମେ ମେଡିସିନ ଖାଉଛେ, ହଁ ଭିଟାମିନ ଡି ଆମର ନାହିଁ ମେଡିସିନ ଖାଇବା, କିନ୍ତୁ ସିଏ କେତେ ପରିମାଣରେ ଆମର ପୂରଣ କରିବ। କିନ୍ତୁ ଯୋଉଟା ସୂର୍ଯ୍ୟ କିରଣ ପୂରଣ କରିପାରିବ ସେଇଟା ମେଡିସିନରେ ଏଥିରେ ପୂରଣ କରିପାରିବ ନାହିଁ। ଆମେ ଖାଲି ମନକୁ ଆମେ ନିଜର ଅଳସୁଆ ପାଇଁ ଆମେ ଚାଲିବାକୁ ଯିବାନି, କିନ୍ତୁ ମେଞ୍ଚେ ମେଡିସିନ ଖାଇଦବା ଭିଟାମିନ ଡି ପାଇଁ, ସେଥିରେ କିଛି ଲାଭ ହବନି। କିଛି ମେଡିସିନ ନ ଖାଇଲେ ବି ଯଦି ସବୁଦିନ ସକାଳେ 1 ଘଣ୍ଟା କିମ୍ବା 40-50 ମିନିଟ ଖାଲି ସୂର୍ଯ୍ୟ କିରଣ ଆପଣ ଚାଲିବା, ସେଇଟାଠୁ ବଡ ମେଡିସିନ ଆଉ ନାହିଁ। ତାପରେ ଆମ ଦେହରେ ବି ବହୁତ ଗୁଡେ ରୋଗ ପ୍ରତିରୋଧକ ଶକ୍ତି ବି ହବ। ଆଉ ଏଇଆ ସାର୍, ଥ୍ୟାଙ୍କ ୟୁ। ବହୁତ ବଢିଆ। ପ୍ରମୋଦ ଭାଇ, ଆଜ୍ଞା ପ୍ରମୋଦ ଭାଇ ଅନମ୍ୟୁଟ କରନ୍ତୁ। ମିନତ ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ, ମିନତ ମ୍ୟାଡ଼ାମ। ଓକେ, କିଛି ଚ୍ୟାଲେଞ୍ଜେସ୍ ଅଛି। ଓକେ, ଆଜି ସାର୍ଙ୍କଠୁ ଆମେ ଶୁଣିବା। ସାର୍ ପ୍ଲିଜ ୱେଲକମ୍। ନମସ୍କାର ସମସ୍ତଙ୍କୁ। ନମସ୍କାର। ଜୟ ନମସ୍କାର ସାର୍। ଆର୍ସିଏମ୍। ଜୟ ଆସି। ଜୟ ସାର୍ ଆରସି। ନମସ୍କାର, ଜୟ ଶ୍ରୀ। ତତ୍ତ୍ୱଦେବଙ୍କୁ ବହୁତ ବହୁତ ଧନ୍ୟବାଦ। ତତ୍ତ୍ୱଦେବ ପ୍ରତିଦିନ ଏଇ ରୂପାଞ୍ଚଳ ଯାତ୍ରାର ଡ୍ରେସ୍ କୋଡ୍ ପିନ୍ଧୁଛନ୍ତି, ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି। ଆମର ଏବେ 2 ଦିନର ଯୋଉ ପ୍ରୋଗ୍ରାମ ହବ ବିଲୱାଡାରେ, ଆମକୁ ଏଇ ଡ୍ରେସ୍ କୋଡ୍ ପିନ୍ଧିବା ପାଇଁ ସବୁ ନିର୍ଦ୍ଦେଶ ଆସିଛି। ଲେଡିଜ ମାନେ ବି ଡ୍ରେସ୍ କୋଡ୍ ପିନ୍ଧିବେ। 2 ଦିନର ପ୍ରୋଗ୍ରାମ ବହୁତ ବଢିଆ ହବ ସେଠି। ସବୁ ତାର ଆଜେଣ୍ଡା ସବୁ ଆସିଛି। ଆପଣମାନେ ସବୁ ଯିବା କଥା ଥରେ ଥିଲା, ଯାଇପାରିଲେନି, କିନ୍ତୁ ଏଇଭଳି ଅକେଜନରେ ବିଲୱାଡା ଥରେ ଯାଇ ଆପଣମାନଙ୍କର ଟିମ୍, ଆରତୀ ମ୍ୟାଡାମଙ୍କ ପୁରା ଟିମ୍ 25-30 ଜଣ 40 ଜଣ ଯାଇକିରି ବିଲୱାଡା ଯିବା ଉଚିତ। ଆଉ ସେଠି ଆରସିଏମ୍ ୱାର୍ଲଡରେ ସବୁ ରହି 2 ଦିନ ସେଠି ଅନୁଭବ କରିବା, ଟିସି ସାଙ୍ଗରେ ମିଶିବା, ଇଏ ବହୁତ ଭଲ ହବ। ଯଦି ଆପଣମାନେ ଭବିଷ୍ୟତରେ କେବେ କରିବେ, ପ୍ଲାନିଂ କରନ୍ତୁ। ଆପଣମାନଙ୍କ ଭିତରେ ଅଗଷ୍ଟରେ ଯୋଉ ଆଗ୍ରହ ଉତ୍ସାହ ଅଗଷ୍ଟରେ ଅଛି, ପ୍ଲାନିଂ କରି କରନ୍ତୁ। ଏଇଥରକ କିନ୍ତୁ 2 ଦିନର ପ୍ରୋଗ୍ରାମ ବହୁତ ବଢିଆ ହବ। ଯୋଉ ଭଳିଆ ଆଜେଣ୍ଡା ଆମର ତିଆରି ହେଲା, ଡିସ୍କସନ ହଉଥିଲା, 2 ଦିନ ଯାକର ପ୍ରୋଗ୍ରାମ ବହୁତ ବଢିଆ ହବ। ଟିସି ସହିତ ସ୍ୱତନ୍ତ୍ର ଟିକେ ହୋଲି ମାନେ ଅବିର ଖେଳ ହବ, ଏ ବିଷୟରେ ଏସବୁ ଡିସ୍କସନ ହଉଥିଲା। ଆଜିର ପ୍ରୋଗ୍ରାମ ଆପଣମାନେ ଦେଖିଛନ୍ତି। ସ୍ୱାସ୍ଥ୍ୟ ଭଲ କେମିତି ରହିବ ସେ ବିଷୟରେ ଟିସିଜିଙ୍କର ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଆରମ୍ଭ କରିଛନ୍ତି 2026 ପାଇଁ, ସେଥିପାଇଁ ସେ ଯୋଉ ପ୍ରୋଗ୍ରାମ ସବୁ କରୁଛନ୍ତି, ସବୁ ବହୁତ ୟୁନିକ୍ ପ୍ରୋଗ୍ରାମ ସବୁ। ସେଥିରେ ବହୁତ କିଛି ଆମେ ଜାଣୁଛେ, ଅନେକ କଥା ଆମେ ଜାଣିନଥିଲେ ଜାଣୁଛେ। ସେ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ, ଭଲ। ତ ସବୁର ମୂଳରେ ରହୁଛି ଆମର ମାନେ ଜୀବନଶୈଳୀ କେମିତି ଭଲ ହବ। ଜୀବନଶୈଳୀ ଉପରେ ମାନେ 70% ଆମର ରୋଗ କଣ୍ଟ୍ରୋଲ ହବ ଯଦି ଆମର ଲାଇଫଷ୍ଟାଇଲ ବା ଜୀବନଶୈଳୀ, ଜୀବନଚର୍ଯ୍ୟା, ସକାଳୁ ରାତି ପର୍ଯ୍ୟନ୍ତ ଆମେ କୋଉ ପ୍ରକାରରେ କଣ ଆମ ଜୀବନ ବିତଉଛେ, ଯଦି ସେଇଟା ଡିସିପ୍ଲିନ ହବ ତାହେଲେ ବହୁତ। ସେଥିପାଇଁ ସିଡ୍ସର ଫର୍ମୁଲା, ସେ ଜୀବନଶୈଳୀକୁ କେମିତି ଲାଇଫଷ୍ଟାଇଲ ଠିକ ରହିବ, ସେଥିପାଇଁ ସିଡ୍ସର ଫର୍ମୁଲା ମନେ ରହିବ। ଯେମିତିକା ସମସ୍ତଙ୍କର ଜୀବନଶୈଳୀ କଣ କେମିତି ଗୋଟେ ବିରାଟ କଥା, କିନ୍ତୁ ତାକୁ କେମିତି ସୁନ୍ଦର ମତନ ଗୋଟେ ସିଡ୍ସ ଫର୍ମୁଲା ଭିତରେ ସେଟ୍ କରିଦେଇଛନ୍ତି। ତେଣୁ ଆମେ ତାର ଗୁରୁତ୍ୱ ବୁଝିପାରୁନୁ। ଯଦି ସିରିୟସଲି ବୁଝିବୁ ତାହେଲେ ଆମ ପାଇଁ ଯେ କେତେ ଉପକାର କରୁଛନ୍ତି ସ୍ୱାସ୍ଥ୍ୟ ପାଇଁ ଟିସିଜି ଆଉ ତାଙ୍କର ଟିମ୍, ମାନେ ଭାବିଲେ ବହୁତ ଖୁସି ଲାଗୁଛି। ତେଣୁ ସିଡ୍ସ ଫର୍ମୁଲା ହେଉଛି
ଲାଇଫଷ୍ଟାଇଲ କେମିତି ଭଲ ରହିବ। ତ କହନ୍ତି ଯେ ଆପଣଙ୍କର ଜୀବନଶୈଳୀ ହିଁ ଆପଣଙ୍କର ସମଗ୍ର ସଫଳତାର ଆଧାର। ଆପଣଙ୍କର ଜୀବନଶୈଳୀ ହିଁ ଆପଣଙ୍କର ସମସ୍ତ ସଫଳତାର ଆଧାର। ଜୀବନଶୈଳୀ ମାନେ କେମିତି ଭାବରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେମିତିକା ସବୁବେଳେ ସକାଳ 5:30ଟାରେ ଉଠିବା ଉଚିତ। ଉଠିକି ଉଷୁମ ପାଣି, ଗୁନଗୁନେ ପାଣି, ହଳଦୀ ପକେଇବା, ଟିକେ ମହୁ ପକେଇକିରି ଖାଇବେ ପ୍ରତିଦିନ। ଥରେ ଅଧେ କରିଦେଲେ ହବନି। ତାପରେ ଫ୍ରେଶ ହେଇକିରି 1000 କଦମ, ମିନିମମ୍ 1000, ମାକ୍ସିମମ୍ 6000, 1000 ଦେଇ 2000 ପ୍ରଥମେ ଯେତିକି ପାରିବେ ଷ୍ଟେପ ପକେଇଦେବେ। ତାପରେ ଦିନ ଭିତରେ ଯେମିତି ହେଲେ 6000 ଷ୍ଟେପ ପକେଇଦେବେ। ଏଇଟା ମୋବାଇଲରେ ବି ସେ ଅଛି। ଆପଣମାନେ ଯଦି ଗୋଟେ ଆପ୍ ଗୋଟେ ଲୋଡ କରିଦେବେ, ସେଟା ପାଖରେ ରଖିକିରି ଯଦି ବୁଲିବେ ଆପଣ କେତେ ଷ୍ଟେପ, ମୁଁ ସବୁବେଳେ ସେୟା କରେ। ମୋବାଇଲରେ ମୁଁ ସେଟା ସେଟ୍ କରିଛି। ମୁଁ ସେଟାକୁ ମାପିଦିଏ। ମିନିମମ୍ କେତେବେଳେ 3000, 4000, କେତେବେଳେ 6000। ମୁଁ ଚେଷ୍ଟା କରେ 6000 ପାଇଁ। ସକାଳେ 500, 1000 ଖଣ୍ଡେ କରିଦିଏ। ଆମର ଗୁରୁକୁଳରେ ବସିବା ଏସବୁରେ ବ୍ୟସ୍ତ ରହିବେ। ତାପରେ ପୁଣି ଚଲାବୁଲା କରେ। ଆପଣମାନେ ବି ସେଇଭଳି କରନ୍ତୁ। ସକାଳୁ ଉଠି ଉଷୁମ ପାଣି, ହଳଦୀ ପକେଇ, ଟିକେ ମହୁ ପକେଇ ତାପରେ ଖାଇବେ। ତାପରେ 1000 ଷ୍ଟେପ ଫ୍ରେଶ ହେଇକି 1000 ଷ୍ଟେପ, 1500 ଷ୍ଟେପ ଏମିତି ଘୁରିବେ। ପ୍ରାଣାୟାମ, ମେଡିଟେସନ 15-20 ମିନିଟ୍ ଖଣ୍ଡେ ଟିକେ ମେଡିଟେସନ ବସିବା। ଆଉ ଅନୁଲୋମ ବିଲୋମ ଯୋଉ ସେଇଟା କରିବା। ନହେଲେ ଅନୁପାସତି ଯୋଉ ପ୍ରାଣାୟାମ, ମାନେ ନିଶ୍ୱାସ ଉପରେ କେମିତି ନିଶ୍ୱାସ ଛାଡୁଛନ୍ତି, କେମିତି ନିଶ୍ୱାସ ନେଉଛନ୍ତି, ଏଇଟା ଯୋଉ ମ୍ୟାଡାମ ଅନୁପାସିତ ମେଡିଟେସନ କରନ୍ତି, ସେଇଟା ବି ବହୁତ ବଢିଆ ଉପକାରୀ। ସେଥିପାଇଁ 5-10 ମିନିଟ୍ ଏସବୁ କରିବା। ତାପରେ ପୁଣି ଆମର ସବୁ ନ୍ୟୁଟ୍ରିଚାର୍ଜ ଜଳଖିଆ ଖାଇସାରିଲା ପରେ PVMF ଖାଇବା ଉଚିତ। ମୁଁ ଏଗୁଡ଼ା ସବୁ ନୋଟ୍ କରିକି ଲେଖିଥିଲି। ସବୁ ପ୍ରୋଗ୍ରାମ କରୁଥିଲି। ସୀମା ମ୍ୟାଡାମ ପ୍ରୋଗ୍ରାମ କରି ଏଗୁଡ଼ା ସବୁ କରୁଥିଲେ। ସେ ମୋ ଖାତାରେ ସବୁ ଲେଖା ହେଇଛି, ସେଗୁଡ଼ା ମୁଁ ଦେଖୁଛି। ତ ବହୁତ ବଢିଆ ସବୁ ଆପଣମାନେ ନିଜେ କରିବା ଅଭ୍ୟାସ କରନ୍ତୁ। ଆମେ କରିବା ଅଭ୍ୟାସ କରିବା ଏବଂ ଆମର ଟିମ୍ର ସମସ୍ତଙ୍କୁ ଏ ବିଷୟରେ କହିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ଭଲ ହେଲେ ସିନା ଆମେ RCM ର ଏଇ ଯୋଉ ମହାଅଭିଯାନ ଚାଲିଛି, ସ୍ୱାସ୍ଥ୍ୟ କ୍ରାନ୍ତି ଚାଲିଛି, ଦେଶର ଏଇ ଯୋଉ ନୂତନ ଭାରତ ଗଠନରେ ଆମର ଯୋଉ କର୍ମ, ଆମେ ନୂତନ ଭାରତ ଗଠନ କରିବା ତ କହିଲେ ତ କଥାଟା ଅଲଗା ପ୍ରକାର ହଉଛି। ଆମେ ଯୋଉ ନୂତନ ଭାରତ ଗଠନରେ ଯୋଉ ସାରା ଦେଶରେ RCM ର ଯୋଉ ଅବଦାନ ହଉଛି, ସେଥିରେ ଆମର କିଞ୍ଚିତ ପରିମାଣରେ କାମ ଯଦି ଏଇ କାମ କରିବା, ନିଜେ ଲାଇଫଷ୍ଟାଇଲ ଠିକ କରିବା, ନିଜେ ନ୍ୟୁଟ୍ରିଚାର୍ଜ ସେବନ କରିବା ଏବଂ ସମସ୍ତଙ୍କୁ କହିବା ସ୍ୱାସ୍ଥ୍ୟ କେମିତି ନିଜର ଭଲ ରହିବ ସେ କଥା ଚିନ୍ତା କରିବା ଏବଂ ଅନ୍ୟମାନଙ୍କୁ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସବୁବେଳେ ତାଙ୍କ ସହିତ ଡିସ୍କସନ କରିବା। ଏସବୁ କରିବା ଦ୍ୱାରା ମଧ୍ୟ ଆମେ ନୂତନ ଭାରତ ଗଠନରେ ସହଯୋଗ କରୁଛେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ କଥା। ନିଜେ ସୁସ୍ଥ ରହିଲେ ଆମେ ସମାଜକୁ ସୁସ୍ଥ ରଖିପାରିବା। ଏଇଟା ବହୁତ ବଡ଼ କଥା। ଏ ମିଶନରେ ଆମେ ଆଗକୁ ବଢିବା। ଆଉ ମାତ୍ର 2 ଦିନ ରହିଲା। ଆଜି 27 ତାରିଖ, କାଲି 28 ତାରିଖ। ଆ, ଇଏ ମାସର ଇତିହାସ ଲେଖିବାର କାଲି ହେଉଛି ଅନ୍ତିମ ଦିନ। ଯେ ଆମେ ଭବିଷ୍ୟତରେ ବି ଆମେ କହିପାରିବା ଯେ ଯୋଉ ଫେବୃଆରୀ ମାସ 28 ଦିନ ଥାଏ, 2-3 ଦିନ କମ୍ ଥାଏ, ତା ଭିତରେ ବି ଯେ ପ୍ରକାରର ବାଧା ଆସିଲେ ବି ସୁଦ୍ଧା ଆମେ ଜାନୁଆରୀ ମାସରେ 31 ଦିନ ଥିଲା, 31 ଦିନରେ ଯୋଉଟା କରିଥିଲେ ଫେବୃଆରୀ ମାସରେ ବି ତାକୁ କ୍ରସ୍ କରିକି ଦେଖେଇଦେଲେ। ଏଇଟା ଗୋଟେ ବହୁତ ବଡ଼ କଥା ଯେ ଆକୁ ଯିଏ କରିଦଉଛି ତ ସିଏ ହଉଛି ଇଏ ଦୁନିଆରେ ମାନେ ଯେ ଯେତିକି ଦେଖେଇ ପାରୁଛି ତାକୁ ସୁରବୀର ବୋଲି କୁହାଯାଏ। ତ ଆମମାନେ ସୁରବୀର ହବା ପାଇଁ ପ୍ରସ୍ତୁତ ବି ଅଛେ। ତାକୁ କର୍ମବୀର କୁହାଯିବ। ତାକୁ କର୍ମବୀର କୁହାଯିବ। ହଁ, ଯିଏ କର୍ମ ଜିତେ। କରିକି ତ ନାଇଁ, କର୍ମ କଲେ ତ କର୍ମବୀର। ହଁ, ଆଉ ସୁରବୀର ହବ କେମିତି? କର୍ମ କଲେ ତ ସୁରବୀର। କର୍ମବୀରଠୁ ସୁରବୀର। ହଁ, କର୍ମ କରିବାକୁ ହିଁ ପଡିବ। ଆଉ ଇଏ ପ୍ରୁଫ୍ ବି ଆପଣମାନେ ବି ଦେଖେଇ ପାରିବେ। ସେ ବିଶ୍ୱାସ ବି ମୋର ଆପଣଙ୍କ ଉପରେ ପୁରା ଅଛି। ଇଏ କରିକି ଦେଖେଇବେ ଯେ 31 ଦିନରେ ଯୋଉଟା କରିପାରିନଥିଲେ, ମାନେ ଜାନୁଆରୀ ମାସ ଥିଲା 31 ଦିନ, ଯୋଉଟା କରି ହେଇନଥିଲା, ତାକୁ ଫେବୃଆରୀ ମାସର 28 ଦିନରେ ତାକୁ କରିକି ଦେଖେଇଦେଲେ। ତ କେତେ ବଡ କଥା। ତ ସେଥିପାଇଁ RCM ଭଳି ଗୋଟେ ବହୁତ ବଡ଼ ଅଭିଯାନ ଆମ ସାଙ୍ଗରେ ଅଛି। ତ ଆମେ ତାକୁ ଆ, ଆ, ଆପଣେଇବା ଆଉ ତା ଉପରେ କାମ ବି କରିବା। ଯେତେ ମ୍ୟାକ୍ସିମମ୍ କାମ କରିପାରିବା ଏଇ 2 ଦିନ ଭିତରେ, ଯେତେ ଫଲୋଅପ୍ କରିପାରିବା ସେତେ ବଡ଼ ରେଜଲ୍ଟ ଆମର ଆସିପାରିବ।
फॉलोअप रे आमे दुई तीन टी जिनस को ध्यान दबा निहाती दरकार। आमे एलडीपी रो जो प्रोग्राम ऑर्गेनाइज करा होची एलडीपी विषय रे लोकन को अवेयर करेबा निहाती दरकार। कारण जेमति कि कुआ जाए ना जे कौनसी गोटे बिना ट्रेनिंग रे किसी गोटे काम करवा आउ ट्रेनिंग सहित किसी काम करवा ये बहुत फरक। तो बिना ट्रेनिंग रे सपोज मु ड्राइविंग ट्रेनिंग शिखी नथिबी तो गाड़ी रो सीट रे मु बसीजी स्टेयरिंग को धरिदेबी तो जेते भी जहाँ कले भी सुधा मु गाड़ी चलाई परिबी नाही। तो ସେଥିପାଇଁ ट्रेनिंग नबा निहाती दरकार। तो ट्रेनिंग द्वारा यदि आतंकवादी तैयारी हो पारुची ट्रेनिंग द्वारा यदि कमांडो फोर्स तैयारी हो पारुची ताले ट्रेनिंग द्वारा आमे लीडर कहीं तैयारी हो पारिबानी। ସେଥିଲାଗି ये जो ट्रेनिंग हमको दिया जाउची सेटा लीडरशिप डेवलपमेंट प्रोग्राम माने आम भितरे थिबा जो लीडरशिप रो क्वालिटी को डेवलप करिया पाई। तमाने मु तो कहबी कोयला को जो घसिकी ता देहरु हीरा बाहर करिवार कार्यक्रम होची एलडीपी रो प्रोग्राम। तो ସେଥିଲାଗି मैक्सिमम साथी जो माने भी गत मास रे 5000 पीवी करिसंती तो ताकू ये मास रे 5000 पीवी करदेले आसंता मासरे तांकर मात्र 5000 पीवी रहिथिबो तांको बहुत इजी लागिवो करिया पाई। किंतु जो साथी माने जानि नाहंती कि कहि नाहंती तो सेमाननको जदि एई मासरे आमे स्टार्ट भी करदबा तो एटलिस्ट 7500 करदेला आ मात्र 7500 तांकर रहिबो ସେଥିରେ ବି କରିପାରିବା। ତା ଛଡା ବହୁତ ସାରା ସାଥୀ ମୂଳରୁ ପରଚେଜ ବି କରନ୍ତିନି तो ସେମାନଙ୍କୁ ବି ପରଚେଜ ଆମେ କରିପାରିବା। ବହୁତ ସାରା ସାଥୀ ଟର୍ମିନେଟ ହେଇଯାଇଛନ୍ତି 1000 ଟଙ୍କାରେ ତାଙ୍କୁ ଟର୍ମିନେଟ ଆମେ ହଟେଇ ଦେଇପାରିବା। ବହୁତ ସାରା ସାଥୀ ଏମିତି ବି ଅଛନ୍ତି ଯେ ସେମାନଙ୍କର ସେମାନେ ତାଙ୍କର ନିଜର ଯୋଉ କନସିଷ୍ଟେନ୍ସି ମେଣ୍ଟେନ କରିବା କଥା ସେ କନସିଷ୍ଟେନ୍ସି ମେଣ୍ଟେନ କୁ ସେମାନେ ଠିକ ଭାବରେ କରିପାରନ୍ତିନି। ତ ତାକୁ ବି ଇଏ 2 ମାସରେ ଆମେ କରିବା ନିହାତି ଦରକାର। ତା ସହିତ ନୂଆ ଜଏନିଂ ହଉଛି ଆମ ସିଷ୍ଟମର ଗୋଟେ ପ୍ରାଣ। ତ ସେ ନୂଆ ଜଏନିଂ ଯେତେ ବଢିବ ସେତେ ବଡ କାମ ହେଇପାରିବ। ନୂଆ ଜଏନିଂ ବଢିଲେ ନୂଆ ଭାଇଟାଲ ପିନ୍ ବାହାରିବ ନୂଆ ଷ୍ଟେସନରେ କାମ ହବ। ସେଇଟା ହଉଛି ବହୁତ ବଡ କଥା ଯେ ଏ ତିନିଟି ଜିନିଷ ଯଦି ଆମେ କରୁଛେ ତାହେଲେ ଆମେ ଯୋଉ ନେଟୱାର୍କ ମାର୍କେଟିଂ ର କାମ ବି କରୁଛେ ତ ୟା ଦ୍ୱାରା ଆମେ ସଫଳ ହେଇପାରିବା। ତ ଫାଷ୍ଟ ହଉଛି ନୂଆ ଜଏନିଂ, ଦ୍ୱିତୀୟରେ ହଉଛି ନୂଆ ଭାଇଟାଲ ପିନ୍, ତୃତୀୟରେ ହଉଛି ନୂଆ ଷ୍ଟେସନ। ୟା ଉପରେ ଭାଇଟାଲ ପିନ୍ ଦ୍ୱାରା ନୂଆ ଲିଡର ତିଆରି ହେଇଯାଇ ପାରିବେ। ତ ଯେତେ ଅଧିକ ଲିଡର ହେବେ ସେତେ ବଡ ଟିମ୍ ହବ, ସେତେ ବଡ ଟର୍ନଓଭର ହବ, ସେତେ ବଡ ଇନକମ ବି ଆସିପାରିବ। ତ ୟା ଭିତରେ ଆମେ ବହୁତ ସାରା କାର୍ଯ୍ୟକ୍ରମ ବି ଆମେ କରୁଛେ। ହେଲ୍ଥ କ୍ୟାମ୍ପ ମାସ ଭିତରେ ଯୋଉ ପ୍ରକାରର ହେଲ୍ଥ କ୍ୟାମ୍ପ ମିଟିଂ ସେମିନାର ଯୋଉମାନଙ୍କୁ ଯୋଉଠି ବି ଇନଭଲ୍ଭ କରିଥିଲେ ଏବେ ଆପଣଙ୍କର लेडीज प्रोग्राम गला आज भी अच्छी 27 तारीख आज अच्छी आज भी से ट्रेनिंग भी अच्छी जो थी कि आमे फेशियल उपरे ये सब गोटे स्पेशल ट्रेनिंग कोर्स आज भी अच्छी तो ताकू भी अटेंड करवा निहाती जरूरी दिन 2टा बेले। तो से टीम को नेकी टीम रे को माने ऑलरेडी अच्छंती ताकू देखी माने अचीवमेंट करचंती ତାଙ୍କ ସହିତ କଥା ହେଇକି ତାଙ୍କୁ ନେଇକି ଯାଇକି ସେଠି ପହଞ୍ଚିଲେ ହିଁ ଆପଣଙ୍କର ଡେଭଲପମେଣ୍ଟ ହବ। ତ ସେଥିଲାଗି ଟିମକୁ ଇନଭଲଭମେଣ୍ଟ କରିବା ନିହାତି ଜରୁରୀ। ତ ଇଏ ଭିତରେ ଆରତି ବାପା ଆପଣ କଣ ତ କହିବେ କିନ୍ତୁ ସୁକାନ୍ତ ବାବୁ କିଛି କହିନାହାନ୍ତି ଆଜି। ସୁକାନ୍ତ ବାବୁ କିଛି କୁହନ୍ତୁ। ଗୋଟିଏ ଓନ୍ଲି ୱାନ୍ କ୍ୱେଶ୍ଚିନ୍ ଯିଏ ଜାନୁଆରୀରେ 1000 ପିଭି କରିଛି 1000 ପିଭି କରିଛି ए फेब्रुआरी 7000 करिवो मार्च 7000 भी करिवो से माने माने अचीव करिवो कि हमर जो ये पई यस एलडीपी आपण 100% परफेक्ट ए नहीं माने आप ठीक कहते एते एक्साइटेड हमर तपनसी सुमित्रा कहला मैडम मो मुंडे कोन सही मुकुट पिंदा हबो मुझे दुबा डायमंड हेलु ना मु डायमंड हे गली आज फटा देखी के एते खुशी ना ना मु जेमिति हेले बिगनर भी हबी दी दिन ठीक 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 बहुत बढ़िया तेणु सुकंद कुहतु सर जय जगन्नाथ सर नमस्कार।
ନମସ୍କାର କୁହନ୍ତୁ। ହ୍ୟାଲୋ ସାର୍, ଆଜ୍ଞା ଆଜ୍ଞା କାଲି ତ ଶୁଭୁଛି, ସାର୍ ନମସ୍କାର ଟିମରେ କୁହନ୍ତୁ। କୁହନ୍ତୁ। ଫଲୋ ଅପ୍ ଚାଲିଛି। ଆଉ ସାର୍ କେମିତି ସାର୍ ଅଢେଇ 5,000 କରାହବ, କେମିତି ମାର୍ଚ୍ଚ ମାସ ଭିତରେ 15,000 କମ୍ପ୍ଲିଟ୍ କରାହବ, ତାକୁ ସାର୍ ପ୍ରୟାସ ଚାଲିଛି। ଆଜି ବି ସାର୍ ଗୁଡିଆ ମୁଁ ଯାଉଛି, ଆଜି ମନୋଜ ଆସିବ, ତାଙ୍କର କଣ ଟିକେ ହେଲେ ତାଙ୍କୁ ଆଜି ଗୁଡିଆ ଯାଇ ସେଠି ଆଜି ମିଟିଂ କରିବାର ଅଛି। ଓକେ ଠିକ ଅଛି। ଆଜି ତ ଅଲରେଡି ସମୟ ହେଇଗଲାଣି, ଆଉ ପୁଣି ଆମେ କାଲି ଭେଟିବା। କିନ୍ତୁ ପ୍ରତ୍ୟେକ ଦିନ ଗୁରୁକୁଳକୁ ପ୍ରମୋସନ କରିବା ଦ୍ୱାରା ଆପଣଙ୍କର ଡେଭଲପମେଣ୍ଟ ହେଇ ଚାଲିବ। ଆଉ ଇଏ ପ୍ରକାରର ଯୋଉ ଗୋଟେ ମନ ଭିତରେ ଆମେ ଯୋଉ ଭଲ ବାତାବରଣ ସୃଷ୍ଟି କରୁଛେ, ତ ମୁଁ ଭାବୁଛି ଯେ ଇଏ ବି ଗୋଟେ ଆମର ଭାବନାତ୍ମକ ସ୍ୱାସ୍ଥ୍ୟକୁ ବି ଡେଭଲପମେଣ୍ଟ କରୁଛି। ବହୁତ ବଢିଆ କଥା। ସମସ୍ତେ ସବୁଦିନେ ଆସିବେ। ମତେ 2ଟା ବେଳକୁ ଯାଇକି ଆସିବେ, ମଣ୍ଡଳ ୱାର୍ଲଡରେ ଯାଇ ପହଞ୍ଚିଯିବ ମୋର ପ୍ରିୟ ଭଉଣୀ ମାନେ। ଆଚ୍ଛା ଆଚ୍ଛା, ଭଉଣୀ ମାନେ ଖାଲି ପହଞ୍ଚିବେ, ଓକେ। ଖାଲି ଭାଇ ମାନେ ଆପଣଙ୍କୁ ଭାଇ କମ୍ପାନୀ ମାନଙ୍କୁ ଦେବେ, ମନା। ଆପଣଙ୍କୁ କମ୍ପାନୀ ଦେବେ ଆଜି ସାହୁ ଭାଇ ସେଠି। ଉଁ, ଦେଖନ୍ତୁ, ସାହୁ ଭାଇ ହଁ ତ ତାଙ୍କ ମ୍ୟାଡାମ ଜାଣିନାହାନ୍ତି, ଆଜ୍ଞା ଆଉ ଆଜ୍ଞା, ସାହୁ ଭାଇ ଆଇଲେ କଣ ହବ? ତାଙ୍କ ମ୍ୟାଡାମ ମ୍ୟାଡାମ ନେମାଳ ଜାଣିନାହାନ୍ତି। ପଳେଇଛି। ନାଇଁ ନାଇଁ, ଆଣିକି ଆମ ସାଙ୍ଗରେ ମିଶାନ୍ତୁ। ମିଶେଇବି ଆରଥରକୁ ମିଶେଇବି। ଏ ମାସ ତ ଆମେ ପଳେଇଛନ୍ତି ନେମାଳ। ର୍ୟାମ୍ପସରେ ଚାଲୁଛୁ, ସେ ଆମଠୁ ସାନ ହେଇକିରି। ଆଜ୍ଞା ଆଜ୍ଞା, ବଢିଆ ବଢିଆ, ଠିକ ଅଛି ଠିକ ଅଛି। କିଛି ନହେଲେ ଚେଞ୍ଜ କରିଦେବେ, ନହେଲେ ଆଉ କଣ, ଆଉ ଯଦି ନ ହେଇପାରୁଛି। ଓକେ, ଆଜି ରହିବା। ପୁଣି କାଲି ଦେଖା ହବା। ଆ, ତ ଆମେ କ୍ଲୋଜିଂ ପାଇଁ ଜୋରଦାର ଲାଗିବା, ଫଲୋଅପ୍ କରିବା ପୁରା ଟିମକୁ, ସମସ୍ତଙ୍କୁ ଫୋନ କରିବା ଆଉ କ୍ଲୋଜିଂ ପାଇଁ ଲାଗିଯିବା। ତ ଆମେ ଏ ମାସରେ ଗୋଟେ ଇତିହାସ ରଚିକି ଦେଖେଇବା। ନମସ୍କାର, ଜୟ ଆରସିଏମ। ଜୟ ଜୟ ଶ୍ରୀ ଆସି ନମସ୍କାର ସାର୍, ଜୟ ଶ୍ରୀ। ଆଚ୍ଛା, ଆଚ୍ଛା।